ଢେଙ୍କାନାଳ ସଦର ରେଞ୍ଜ ବିଭୂତାନନ୍ଦ ମିଶ୍ରଙ୍କ ଘରେ ଆଜି ଚାଲିଛି ଭିଜିଲାନ୍ସ ରେଡ୍। ତେବେ ପ୍ରତ୍ୟେକ ଦିନ କୌଣସି ସରକାରୀ କାର୍ଯ୍ୟାଳୟ ସରକାରୀ କର୍ମଚାରୀଙ୍କ ଘରେ ରେଡ୍ ଚାଲିଛି, ଯାହା ଆମେ ଦେଖୁଛେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ। ଆଜି ଢେଙ୍କାନାଳରେ ବିଭୂତାନନ୍ଦ ମିଶ୍ରଙ୍କ ଘରେ ରେଡ୍ ଚାଲିଛି ଏବଂ ଇଏ ହେଉଛି ତାଙ୍କର ଘର, ଯିଏକି ଢେଙ୍କାନାଳ ସଦର ରେଞ୍ଜର ଭାବେ ଥିଲେ ଏବଂ ଅତିରିକ୍ତ ଦାୟିତ୍ୱରେ ଥିଲେ, ହିନ୍ଦୋଳ ରେଞ୍ଜ ଅଫିସର ଅତିରିକ୍ତ ଦାୟିତ୍ୱରେ ଥିଲେ। ତେବେ ତାଙ୍କର 8ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ତରଫରୁ ଚଢ଼ାଉ ଜାରି ରହିଛି। ଯଦି ଦେଖିବା ଢେଙ୍କାନାଳରେ ତାଙ୍କର ଘର ଏବଂ ତାଙ୍କର ଷ୍ଟେସନ ବଜାରରେ ଥିବା ତାଙ୍କର ଭାଇଙ୍କ ଘରେ ମଧ୍ୟ ଚାଲିଛି ରେଡ୍। ତା ସହିତ ଖୁଣ୍ଟୁଣିରେ ଥିବା ତାଙ୍କ ପୁଅଙ୍କର ଫାର୍ମ ହାଉସ୍ରେ ମଧ୍ୟ ରେଡ୍ ଚାଲିଛି। ଅପର ପାର୍ଶ୍ୱରେ ଯଦି ଦେଖିବା କଟକ ଭୁବନେଶ୍ୱର ମଧ୍ୟ ରେଡ୍ ଚାଲିଛି ଏବଂ ବର୍ତ୍ତମାନ ଯାହା ଦେଖୁଛନ୍ତି ଇଏ ହେଉଛି ତାଙ୍କର ଘରର ଦୃଶ୍ୟ। ସାଜସଜ୍ଜାକୁ ଯଦି ଦେଖିବେ, ଯେହେତୁ ସେ ରେଞ୍ଜର ଥିଲେ, ତେଣୁ ଏଇ ଘରେ ଯେଉଁ ଉପରେ ସିଲିଂ ହେଇଛି ଆପଣ ଦେଖିପାରୁଥିବେ, ଯେଉଁ ସିଲିଂ ଭିତରେ ଶାଗୁଆନ କାଠର ଡିଜାଇନ୍ କରାଯାଇଛି ଏବଂ ଘର ଯୁଆଡ଼େ ଅନେଇବେ ଏଭଳି ଚାକଚକ୍ୟ ରହିଛି। ଅନୁମାନ କରି ହେଇପାରିବ ଯେ କିଭଳି ଆୟ ବହିର୍ଭୂତ ସମ୍ପତ୍ତି ସେ ଠୁଳ କରିଛନ୍ତି। ମୁଁ ଯଦି ଦେଖେଇବି ବର୍ତ୍ତମାନ ଯଦିଓ ଭିତରେ ବର୍ତ୍ତମାନ ରେଡ୍ ଚାଲିଛି ଏବଂ ଭିତରେ ବର୍ତ୍ତମାନ ଟଙ୍କା ଏବଂ ସୁନାର ଚାଲିଛି, ବର୍ତ୍ତମାନ ଗଣତି ଚାଲିଛି। ଟଙ୍କା ଏବଂ ସୁନାର ଟଙ୍କାର ଗଣତି ପାଖାପାଖି 3ରୁ 4 ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ଗଣତି ଚାଲିଛି। ଆଗକୁ ଆହୁରି ଅଧିକା ହେବ ବୋଲି ଆଶା କରାଯାଉଛି। ଏବଂ ଯଦି ରେଞ୍ଜରଙ୍କ କଥା କହିବା, ତାଙ୍କର ସ୍ତ୍ରୀ ମଧ୍ୟ ସରକାରୀ ଚାକିରି କରୁଛନ୍ତି ଏବଂ ତାଙ୍କର ପୁଅ ବୋହୂ ମଧ୍ୟ ସରକାରୀ ଚାକିରି କରୁଛନ୍ତି। ଏବଂ ଇଏ ହେଉଛି ତାଙ୍କର ସାଜସଜ୍ଜାର ଜିନିଷ, ଯେଉଁଥିରେ ରୂପାର ଜିନିଷ ମଧ୍ୟ ସଜାଯାଇଛି। ଏବଂ ଯାହା କିଛି ସମୟ ପୂର୍ବରୁ ଆମେ ଦେଖିଥିଲୁ ଯେ ତାଙ୍କର ଯେଉଁ କୁଞ୍ଜକାନ୍ତ କାର୍ଯ୍ୟାଳୟ ଅଛି, ସେଠି ମଧ୍ୟ ଗୋଟିଏ ଟିମ୍ ଚଢ଼ାଉ ଜାରି ରଖିଛି। କୁଞ୍ଜକାନ୍ତ କାର୍ଯ୍ୟାଳୟ ପାଖରେ ଥିବା ସରକାରୀ ବାସଗୃହରେ ମଧ୍ୟ ଚଢ଼ାଉ ଜାରି ରହିଛି। ଏବଂ ଇଏ ହେଉଛି ତାଙ୍କର ଘର। ଘରେ ବର୍ତ୍ତମାନ ସୁଦ୍ଧା ବହୁ ଜିନିଷ ଆହୁରି ରଖାଯାଇଛି। ଘରର ସାଜସଜ୍ଜା ଚାଲିଛି ଏବଂ ହୁଏତ ପଇସା ଅଧିକା ହେବାରୁ ସାର୍ଙ୍କର ଟିକେ BP ମଧ୍ୟ ବଢ଼ିଥିଲା ମଝିରେ ଏବଂ ତାକୁ କଣ୍ଟ୍ରୋଲ କରିବାକୁ ଆପଣ ଦେଖିପାରୁଥିବେ ଇଏ ମେସିନ୍ ମଧ୍ୟ ରଖାଯାଇଛି, ରନିଂ ମେସିନ୍। ଗୋଟେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ, କିନ୍ତୁ ପଦାକୁ ଯେତେବେଳେ ଆସୁଥିଲେ ସେ ନିଜକୁ ସରଳ ଏବଂ ସଚ୍ଚୋଟ ଦେଖାଉଥିଲେ। ଯଦିଓ ଅଭିଯୋଗ ବହୁତ ଥିଲା, ଅଭିଯୋଗ ପରେ ବର୍ତ୍ତମାନ ରେଡ୍ ଚାଲିଛି ଏବଂ ରେଡ୍ ପରେ ଆଉ କିଛି ସମୟ ପରେ ଜଣାପଡ଼ିବ କେତେ ଆୟୁର୍ଭୂତ ସମ୍ପତ୍ତି ଅଛି ତାଙ୍କର, କେତେ ଟଙ୍କାର କ୍ୟାସ୍ କଲେକ୍ସନ୍ ହେଇଛି ଏଠୁ ଏବଂ କେତେ ସୁନାଗହଣା ତାଙ୍କର ଅଛି। ସବିଶେଷ ତଥ୍ୟ ଭିଜିଲାନ୍ସ ଆଉ କିଛି ସମୟ ପରେ ଦେବ ବୋଲି ଯାହା ଆମକୁ ସୂଚନା ପ୍ରଦାନ କରିଛନ୍ତି। ଢେଙ୍କାନାଳ ଲକ୍ଷ୍ମୀକାନ୍ତ ସାହୁ, ବଡ଼ ଖବର।